ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାର ଦେଖନ୍ତୁ ମୁକ୍ତି ଆଦି ସହ ଡିନରରେ ଯାଇଥାଏ। ମୁକ୍ତି କୁହେ ମୋ ମନ କଥା ଶୁଣିକି ବହୁତ ବଡ଼ ଭୁଲ କରିଦେଲି, ଆଉ ତାଠୁ ବଡ଼ ଭୁଲ କରିଦେଇଛି ଏଇଠିକି ଆସିକି। ଏତିକି କହି ଯାଉଥିବା ବେଳେ ଆଦି ମୁକ୍ତି ହାତ ଧରି ନିଏ। ଆଦି କୁହେ ମୁଁ ଅଧିକ କିଛି କହିଦେଲି କି? ମୁକ୍ତି କୁହେ ଠିକ୍ ଅଛି, ଆପଣ ମୋ ବସ୍, ଆପଣ କିଛି ବି କହିପାରିବେ, କିନ୍ତୁ କେବଳ ଅଫିସରେ, ଏଠି ନୁହଁ, କାହିଁକି ନା ଏଇଟା ଆମ ଅଫିସ ନୁହଁ। ଆଉ ମୋତେ ଲାଗୁଛି ମୁଁ ଏଠୁ ଚାଲିଯିବାଟା ହିଁ ବହୁତ ଭଲ ହେବ। ଆଉ ଏତେ ସବୁ ଶୁଣି ସାରିବା ପରେ ମୋର ନା ଡିନର କରିବାକୁ ଜମାରୁ ବି ଇଚ୍ଛା ନାହିଁ। ଆଉ ଆପଣଙ୍କ ମିଠା ମିଠା କଥାରେ ମୋ ପେଟ ପୁରା ଫୁଲ ହେଇଯାଇଛି, ଥ୍ୟାଙ୍କ ୟୁ। ଆଉ ମୁକ୍ତି ସେଠୁ ବାହାରିକି ଯିବାଟେ ସମୟରେ ଆଦି କୁହେ ମୁକ୍ତି ତମେ ଯଦି ଏମିତି ଚାଲିଯିବ ତାହେଲେ ମିଷ୍ଟର ଶତପଥୀ ଖରାପ ଭାବିବେ। ଆଉ ସେମିତିରେ ବି ଆମେ ଖାଇବା ଅର୍ଡ଼ର କରିସାରିଛେ, ୟାକୁ ଗୁଡ୍ ମ୍ୟାନର ବୋଲି କୁହାଯିବନି। ଆଉ ମୁକ୍ତି ମନେ ମନେ କୁହେ ହା ୟାଙ୍କୁ ବି ମ୍ୟାନର କଥା ଜଣା ଅଛି। ଆରେ ସକାଳୁ ରାତି ଯାଇ ମୋତେ ଶୁଣାଉଛନ୍ତି, ଏଇଟା କ'ଣ ତାଙ୍କ ମ୍ୟାନର? ଏଠି ଆସିଲେ ମୋତେ ମ୍ୟାନର କଥା ଶିଖିବେ। ତାପରେ ଆଦି କଥା ଶୁଣି ମୁକ୍ତି ଚେୟାରରେ ବସେ। ତାପରେ ଖାଇବାର ଅର୍ଡ଼ର କରିଥିବା ଲୋକଟି ଖାଇବା ନେଇକି ଆସେ। ଆଉ ତାପରେ ମୁକ୍ତି ଖାଇବା ଦେଖେ ତ ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଉ ଦେଖେ ସେଥିରେ କଙ୍କଡ଼ା ତରକାରୀ ଥାଏ। ତାପରେ ମୁକ୍ତି ଆଦିକୁ ଚାହେଁ, ଆଉ ମୁକ୍ତି ଆଦିକୁ ଦେଖି ଟିକେ ହସି ଦିଏ, ଆଉ ଆଦି ମୁକ୍ତିକୁ ଦେଖିକି ଟିକେ ବି ହସେ। ଆଦି କୁହେ ମୁକ୍ତି ତମେ ଯଦି ଚାହିଁବ ତାହେଲେ ମୋ ଜୁସ୍କୁ ସେୟାର କରିପାରିବ। ମୁକ୍ତି କୁହେ ନାଇଁ, ମୁଁ ନିଜେ ଦେଇଥିବା ଅର୍ଡ଼ର ହିଁ ଖାଇବି। ତାପରେ ମୁକ୍ତି ଦୁଇଟା ଛୁରୀ ଧରେ, ଆଉ କଙ୍କଡ଼ାକୁ ଛୁରୀରେ କାଟିବା ପାଇଁ ଚେଷ୍ଟା କରେ। ଆଉ ଏସବୁ ଦେଖି ଆଦି ବହୁତ ହସେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।